ସୀମାନ୍ତରେ ସୀମା ପାର ଯନ୍ତ୍ରଣା ଅଭିଶପ୍ତ ପାଲଟିଛି 6 ଖଣ୍ଡ ଗାଁ ବିକାଶରେ ବାଧକ ଅଧପନ୍ତରିଆ ସେତୁ ବିକାଶ ବଦଳରେ ବିନାଶ ଆଡ଼କୁ ଗତି କରୁଛନ୍ତି ନିରୀହ ଆଦିବାସୀ ଆଣ୍ଠେଇଛି ପ୍ରକଳ୍ପ ବିତିଲାଣି 7 ବର୍ଷ ପଡ଼ିନି 7 ଖଣ୍ଡ ପିଲର ନର୍କ ଯନ୍ତ୍ରଣାରେ 6 ଖଣ୍ଡ ଗାଁ ଖରା ଦିନେ କଷ୍ଟମଷ୍ଟେ ଚଳି ଯାଆନ୍ତି ବର୍ଷା ଦିନେ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ଗାଁ ବିକାଶରେ ବାଧକ ସାଜିଛି ଅଧପନ୍ତରିଆ ସେତୁ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କାପଲଡ଼ା ପଞ୍ଚାୟତ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଛି ପଞ୍ଚାୟତର ସୀମାବର୍ତ୍ତୀ ଗାଁ ଲୋକେ ଆଜି ଯାଏଁ ବି ଅଭିଶପ୍ତ ଜୀବନ ଅତିବାହିତ କରୁଛନ୍ତି କାରଣ ସେମାନଙ୍କ ପାଇଁ ନା ପାନୀୟ ଜଳର ବ୍ୟବସ୍ଥା ଅଛି ନା ପକ୍କା ରାସ୍ତା ନଥିବାରୁ ଏକାଧିକ ସରକାରୀ ଯୋଜନାରୁ ବଞ୍ଚିତ ଅଛନ୍ତି ସୀମାନ୍ତବାସୀ ଝାରଖଣ୍ଡ ଗାଁ ପୁରା ଆନ୍ଧ୍ର ବୋର୍ଡରେ ଅଛି ଆଜ୍ଞା ଭାଟପୁର ମାନିୟମ ଜିଲ୍ଲାକୁ ଯିବାର ଅଛି ବୋଲେ 10 କିଲୋମିଟର ଲାଗୁଛି ଆଜ୍ଞା ଆମେ ଓଡ଼ିଶା ବ୍ଲକକେ ଯିବାକୁ ବୋଲେ 20 କିଲୋମିଟର ଲାଗୁଛି ଆଜ୍ଞା ଜ୍ୱର ପର ହେଲେ ବି ମେଡ଼ିକାଲରେ ଓଡ଼ିଶା କାନେ ଯାଇପାରବୁ ନା ଆନ୍ଧ୍ର କାନେ ଯାଇପାରବୁ ନା ଆଜ୍ଞା ସେମିତି ଜ୍ୱର ହେଇକି ସେମିତି ଏକ କୋଟରେ ଶୋଇକି ମରିଯାଉଛୁ ଆଜ୍ଞା ଲୋକମାନେ ଆମେ ଏବେ ନାଇଁ କି ଅଫିସର ଆଇବ ହେବ ନା ଆମେ ହାଟ ଫାଟ ଯିବାକୁ ବୋଲେ ବି ଚାଲିକିନା ଯିବୁ ଆଜ୍ଞା ରୋଗ ପୋକ ଲୋକ ତ ଆହୁରି ଅଧିକ ଆଜ୍ଞା ଚାଲି ପାରବେ ନା ସେମିତି ଏକା ଘରେ ଏକା ମରିଯାଉଛୁ ମୁଁ ଆଇବାକୁ ବେଶୀ କଷ୍ଟରେ ଆସୁଛି ହେଲେ ବ୍ରିଜ ମିଶା ବହୁତ ଦିନ ହେଇଗଲାଣି ହେଇନାହିଁ ତା ହେଲେ କ'ଣ କି ଯିବା ଆସିବାକୁ ମଧ୍ୟ ହେଉଛି ରେସନ ପେସନ କ'ଣ ଆଣିଯିବା ବୋଲେ ମଧ୍ୟ ଆମକୁ ବହୁତ ଅସୁବିଧା ହେଉଛି ହେଲେ ଏଠି କ'ଣ ଅସୁବିଧା ନାହିଁ ବୋଲେ କରେଣ୍ଟ ପାଇଁ ବେଶୀ ଅସୁବିଧା ହେଉଛି ଆଜ୍ଞା ଆଉ କ'ଣ ପାଇଁ ମେଡ଼ିକାଲ ଯିବା ପାଇଁ ମିଶା ଟିକେ ଜ୍ୱର ଦୁଃଖ ହେଲେ ମିଶା ଆମକୁ ଆଉ ଇଆଡ଼େ ଯିବାକୁ ବାଟ ନାହିଁ କିନ୍ତୁ ଆନ୍ଧ୍ର ଦେଇ ଯିବୁ ବୋଲେ କାଦ ରାସ୍ତା ଆଉ ଏଠି ଯିବୁ ବୋଲେ ଆଉ ନଦୀ ଅଛି ପଞ୍ଚାୟତର ରେବତୀଗୁଡ଼ା ଏଗୁ ଭଦ୍ରାପାଲି ସାନ ବାଙ୍କିଡ଼ି ସିକେଟ ଲଭା ଏମ୍ଫା ୱାଲସା ବଡ଼ ବାଙ୍କିଡ଼ିର ଲୋକେ ଆଜି ବି ଅଭିଶପ୍ତ ଜୀବନ ବଞ୍ଚୁଛନ୍ତି ସବୁଠୁ ବଡ଼ କଥା ହେଲା ରେବତୀଗୁଡ଼ା ଗାଁ ଓଡ଼ିଶାରେ ଥାଇ ବି ଏହି ଗାଁରେ ପ୍ରଶାସନର ପାଦ ପଡ଼ିଛି ନା ନେତାଙ୍କ ଅଧପନ୍ତରିଆ ପୋଲ ପାଇଁ ବର୍ଷା ଦିନରେ ଅଣ୍ଟା ଯାଏଁ ପାଣି ଚାଲେ ତେଣୁ ମାସ ମାସ ଧରି ଗାଁ ଭିତରେ ରୁହନ୍ତି 6 ଖଣ୍ଡ ଗ୍ରାମବାସୀ 7 ବର୍ଷ ହେଇଯାଉଛି କିନ୍ତୁ 30% ବି କାମ ହେଇନାହିଁ କରାବେଡ଼ା ଏକା ନଦୀ ଅଣ୍ଟା ଏମିତିକି ଆସୁଛି ପାଣି ହେଲେ ବର୍ଷା ଟାଇମ୍ରେ କେତେ ଅସୁବିଧା ହେଉଥିବେ ଲୋକ ଜ୍ୱର ପର ହେଲେ ପାଣିରୁ କେତେ ଅସୁବିଧାରେ ଭରି କରି ଆସୁଛନ୍ତି କିଏ ବି ମୃତ୍ୟୁ ବି ହେଇଯାଉଛି କିଏ ବି ଏତେ ଅସୁବିଧାରେ ଆସୁଛନ୍ତି ହେଲେ କିଏ ଠିକାଦାର ନେଇକରି ଏବେ କାମ କରୁଛନ୍ତି ଏତେ ବର୍ଷ ହେଇଗଲାଣି ତାଙ୍କେ କରିନାହାନ୍ତି ସରକାର ଯେଉଁ ବ୍ରିଜ୍ ମାନେ ନିର୍ମାଣ କରବାର ଦେଇଛନ୍ତି ସେ ବ୍ରିଜ୍ଟା ଆଜିକି ହେଲାଣି 7-8 ବର୍ଷ ହେଲାଣି ପ୍ରାୟ କିନ୍ତୁ ସେ ବ୍ରିଜ୍ଟା ଆଜି ପର୍ଯ୍ୟନ୍ତ ବି ମାନେ କିଏ ଠିକାଦାର ଆସିକରି କରୁଛନ୍ତି ନା କିଏ କ'ଣ କରୁଛନ୍ତି ସେ ଜିନିଷଟା ବିଲକୁଲ ହେଉନି ତେଣୁ ଆଉ ଅଧିକ ଲୋକଙ୍କର କିଛି ମାନେ ସବୁ ଗାଁ ଲୋକଙ୍କର ଅସୁବିଧା ହେବାକୁ ପଡ଼ୁଛି 30% କାମ ହୋଇଛି ଆପଣ ଦେଖନ୍ତୁ ଖରା ମାସରେ ଯେପରି ପାଣି ଆସୁଛି ଆପଣ ଆଉ ବର୍ଷା ମାସରେ ଯେଉଁ ହେବ ସେ ବର୍ଷା ମାସରେ ଯେପରି ଆପଣ ଜାଣନ୍ତି ନଦୀ ପ୍ରବଳ ନଦୀ ମାନେ ଆସିବ ସେଥିରେ ମଧ୍ୟ ଲୋକଙ୍କର ବହୁତ ଅସୁବିଧା ହେବ କୁଆଡ଼େ ଆମେ କାମ ପାଇଁ ବନ୍ଧୁଗାଁ ଯାଉଥିଲେ ବି ନଦୀ ଡେଇଁକରି ଯାଉଛୁ ଆଉ ବର୍ଷା ମାସରେ ତ ବହୁତ ନଦୀ ଆସୁଛି କ'ଣ ବେକାର ନଦୀ ତାପରେ ଖରା ମାସରେ ଅଣ୍ଟା ଆସୁଛି ବହୁତ ଅସୁବିଧା ହେଉଛୁ ନଦୀ ପାଇଁ ଆକାମକୁ ବର୍ଷା ଆଡ଼େ ବୋଲେ ବର୍ଷାରେ ନଦୀ ଡେଇଁ ହେଉନାହିଁ ଆଉ ବହୁତ ଏମିତି ଅସୁବିଧା ହେଉଛୁ ଯାହା ଆଶା ସମସ୍ୟା ବାବଦରେ ସରପଞ୍ଚ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଜିଲ୍ଲାପାଳ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଭିଯୋଗ କରିଛନ୍ତି ହେଲେ କାହାର ବି ନଜର ପଡ଼ିନି ଏଥର ସରକାର ବଦଳିଛି ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ଡବଲ ବିକାଶ ହେବ ବୋଲି ଗ୍ରାମବାସୀଙ୍କ ଆଶା କୋରାପୁଟ ନାରାୟଣପାଟଣାରୁ ବଂଶୀଧର ହାଲୁଆଙ୍କ ରିପୋର୍ଟ ଅର୍ଗସ୍ ନ୍ୟୁଜ୍। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।